ସାମ୍ନାକୁ ଆସିଲା ତାରିଖ 18ରେ ନୁହେଁ, ଏହି ଦିନ ଖାତାକୁ ଆସିବ ସୁଭଦ୍ରା ଟଙ୍କା। ଜାଣନ୍ତୁ କାହାକୁ ମିଳିବ ଏବଂ କେବେ ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ପ୍ରଥମ କରି ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ମହିଳା ଓ କୌଣସି କାରଣରୁ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳାମାନଙ୍କୁ ଏହି ଟଙ୍କା ମିଳିବ। ଏକାଥରକେ 2ଟି କିସ୍ତିର ଟଙ୍କା ପଠାଇବେ ରାଜ୍ୟ ସରକାର। ତେବେ ସୁଭଦ୍ରା ଟଙ୍କା 18 ତାରିଖ ସୁଦ୍ଧା ମିଳିବାର ସମ୍ଭାବନା ରହିଥିଲା, କିନ୍ତୁ ବର୍ତ୍ତମାନର ରିପୋର୍ଟ ଅନୁସାରେ 22 ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଚଳିତ ଥର ମୋଟ 4,57,681 ଜଣଙ୍କୁ ମିଳିବ ସୁଭଦ୍ରା ଯୋଜନାର ଟଙ୍କା। ଏହି ତାଲିକାରେ ପ୍ରଥମ କରି ସୁଭଦ୍ରାରେ ସାମିଲ ହୋଇଥିବା 1,78,000 ହିତାଧିକାରୀ ଓ ଆବେଦନ କରି ବଞ୍ଚିତ ହୋଇଥିବା ପ୍ରାୟ 2,80,000 ହିତାଧିକାରୀ ସାମିଲ ଅଛନ୍ତି। ନୂଆ ପଞ୍ଜୀକରଣ କରିଥିବା 1,78,398 ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି। ତୃତୀୟ କିସ୍ତି ପାଇଥିଲେ ବି ଟେକ୍ନିକାଲ ସମସ୍ୟା ପାଇଁ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା 2,55,265 ଜଣଙ୍କୁ ମଧ୍ୟ ସାମିଲ କରାଯାଇଛି। ସେମାନଙ୍କୁ ଏକା ସାଙ୍ଗରେ 2ଟି କିସ୍ତି ମିଳିବ। ସେହିପରି ଅଭିଯୋଗ ଶୁଣାଣିରେ 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି। ମୋଟ 250 କୋଟି ଟଙ୍କାର ସହାୟତା ରାଶି ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଯିବ।